ଯେଉଁମାନେ ଚଳିତ ବର୍ଷ +3 ଆଡ଼ମିସନ୍ କରିଛନ୍ତି ବା କରିବେ ସେମାନଙ୍କ ମନରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସବୁବେଳେ ଆସିଛି। ପିଲାମାନେ ମଧ୍ୟ ମୋତେ କମେଣ୍ଟ ବକ୍ସ ମାଧ୍ୟମରେ ଜଣାଇଛନ୍ତି ଯେ ସାର୍ +3 ଆଡ଼ମିସନ୍ ଫିର ରିଫଣ୍ଡ ଅପଡେଟ୍ କ'ଣ ରହିଛି। ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମୁଁ ଏ ଭିଡ଼ିଓ ମାଧ୍ୟମରେ ଜଣାଇବି ଯେ +3 ରିଫଣ୍ଡ କେଉଁମାନଙ୍କୁ ମିଳେ ବା +3 ଆଡ଼ମିସନ୍ ଫି କେଉଁମାନଙ୍କୁ ରିଫଣ୍ଡ ମିଳେ ଏବଂ ତା ସହିତ ଆପଣମାନେ ଯଦି +3 ରିଫଣ୍ଡ ପାଇଁ ଏଲିଜିବୁଲ୍ ଅଛନ୍ତି ତାହେଲେ ଆପଣ କିପରି ନିଜର ଆଡ଼ମିସନ୍ ଫି ରିଫଣ୍ଡ ପାଇପାରିବେ। ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ଗୋଟେ ଛୋଟ ଅନୁରୋଧ, ମୁଁ ଭିଡ଼ିଓର ଡେସ୍କ୍ରିପସନ୍ ବକ୍ସରେ ଆମ ଟେଲିଗ୍ରାମ ଚ୍ୟାନେଲ PDF ମାର୍କେଟର ଲିଙ୍କ ଦେଇଛି। ଆପଣମାନେ ପଚାରିପାରିବେ ଆମେ ଆପଣଙ୍କ ଟେଲିଗ୍ରାମ ଚ୍ୟାନେଲରେ କ'ଣ ପାଇଁ ଜଏନ୍ ହେବୁ। ଦେଖନ୍ତୁ, ମୁଁ ଆପଣମାନଙ୍କୁ ଜଣାଇ ଦେବାକୁ ଚାହେଁ ଓଡ଼ିଶାର ସମସ୍ତ ଏଜୁକେସନ୍ ଇନଫର୍ମେସନ୍ ଆପଣଙ୍କୁ ସର୍ବପ୍ରଥମେ ଆମ ଟେଲିଗ୍ରାମ ଚ୍ୟାନେଲରେ ଦେଖିବାକୁ ମିଳିଯିବ। ତା ସହିତ ମୁଁ ଆପଣମାନଙ୍କର ଡାଉଟ୍ କ୍ଲିୟର କରିବା ପାଇଁ ସେଠି ପ୍ରତିଦିନ ସନ୍ଧ୍ୟାରେ ଲାଇଭ୍ ଯାଉଛି। ଯଦି ଆପଣମାନଙ୍କ ମନରେ କିଛି ବି ପ୍ରଶ୍ନ ଅଛି ଆପଣମାନେ ଚାହିଁଲେ ସେ ଲାଇଭ୍ରେ ଜଏନ୍ ହେଇ ଆପଣମାନେ ନିଜର ଡାଉଟ୍ ପଚାରି ପାରିବେ ଏବଂ ମୁଁ ଆପଣମାନଙ୍କୁ ସେଠି ଇନଷ୍ଟାଣ୍ଟ ଆନ୍ସର୍ ଦେଇଦେବି। ଯଦି ଆପଣମାନଙ୍କର କିଛି ପ୍ରୋବ୍ଲେମ୍ ଥାଏ ଆପଣ ମୋ ସହିତ ସିଧାସଳଖ କଥା ହେଇ ତାର ସଲ୍ୟୁସନ୍ ବାହାର କରିପାରିବେ। ଆସନ୍ତୁ ତାହେଲେ ବୁଝିନେବା ପ୍ରଥମେ ଯେ କେଉଁମାନଙ୍କୁ +3 ରିଫଣ୍ଡ ମିଳେ ବା +3 ରିଫଣ୍ଡ ପାଇଁ କେଉଁମାନେ ଏଲିଜିବୁଲ୍। ଦେଖନ୍ତୁ, ମୁଁ ଚାରିଟା କାଟାଗୋରୀ ବିଭକ୍ତ କରିଛି। ତ ଏଇ 4 କାଟାଗୋରୀ ବା 4ଟା କାଟାଗୋରୀ ଯଦି ଆପଣମାନେ ଆସୁଛନ୍ତି ତ ଆପଣମାନଙ୍କୁ ରିଫଣ୍ଡ ମିଳିବ। ଦେଖନ୍ତୁ, ପ୍ରଥମ କାଟାଗୋରୀ ଆସିଲେ ଡବଲ ପେମେଣ୍ଟ ଆଡ଼ମିସନ୍ ଫି। ଦେଖନ୍ତୁ, ଯେଉଁମାନେ ଡବଲ ପେମେଣ୍ଟ କରିଥିଲେ, ସପୋଜ୍ ଗୋଟେ ପିଲା ସ୍ଲାଇଡ୍ କରିଥିଲା କିମ୍ବା ଫ୍ଲୋଟ୍ କରିଥିଲା, ଫାଷ୍ଟ ଥର ସେ ପେମେଣ୍ଟ କଲା, ତାର ପେମେଣ୍ଟ କଟିଗଲା କିନ୍ତୁ ତାର ଇଣ୍ଟିମେସନ୍ ଲେଟର୍ ବାହାରିଲାନି କିମ୍ବା ତାଙ୍କୁ ସ୍ଲାଇଡ୍ କିମ୍ବା ଫ୍ରିଜ୍ କରିଛନ୍ତି ବୋଲି ଶୋ କଲା ନାହିଁ କିମ୍ବା ଫ୍ଲୋଟ୍ କରିଛନ୍ତି ବୋଲି ଶୋ କଲା ନାହିଁ। ଯେହେତୁ ସେ ଶୋ କରିନଥିଲା ସେ ଆଉ ଥରେ ଏଗେନ୍ ପେମେଣ୍ଟ କରିଥିଲା ଏବଂ ସେକେଣ୍ଡ ଥର ପେମେଣ୍ଟ ତାର ସକ୍ସେସଫୁଲ୍ ହେଇଗଲା। ତେଣୁ ସେଠି 2 ଥର ସେ ପିଲା ଏଠି ପେମେଣ୍ଟ କରିଛି। ମନେ ରଖିବେ, ସପୋଜ୍ ଆପଣଙ୍କ ପ୍ରଥମ ଥର ପେଣ୍ଡିଂ ପଡ଼ିଗଲା କିମ୍ବା ଆପଣଙ୍କ ପେମେଣ୍ଟ କଲେ ପେମେଣ୍ଟ ଅନସକ୍ସେସଫୁଲ୍ ହେଲା, ବ୍ୟାଙ୍କରୁ କିନ୍ତୁ ପେମେଣ୍ଟ କଟିଯାଇଛି କିନ୍ତୁ ଆପଣଙ୍କର ପେମେଣ୍ଟ ସକ୍ସେସଫୁଲ୍ ହେଇନି। ସେ କ୍ଷେତ୍ରରେ ଯଦି ଆପଣମାନଙ୍କର ଏଭଳି ଅସୁବିଧା ଥାଏ ଆଡ଼ମିସନ୍ ଫି ପେମେଣ୍ଟ ବେଳେ ଆପଣମାନଙ୍କୁ ରିଫଣ୍ଡ ମିଳିବ। ବୁଝିପାରିଲେ? ଯଦି ଆପଣମାନଙ୍କର ଅନଲାଇନ୍ ପେମେଣ୍ଟ ସମୟରେ ପେମେଣ୍ଟ ହୁଏତ ପେଣ୍ଡିଂ ପଡ଼ିଯାଇଥିଲା କିମ୍ବା ପେମେଣ୍ଟ ଆପଣମାନଙ୍କ ଆକାଉଣ୍ଟରୁ କଟିଯାଇଛି କିନ୍ତୁ ସେଠି ସକ୍ସେସଫୁଲ୍ ହେଇ ଦେନ୍ ଆପଣ ଏଗେନ୍ ପେମେଣ୍ଟ କରିଛନ୍ତି ତ ସେ କ୍ଷେତ୍ରରେ ଆପଣମାନଙ୍କର ପେମେଣ୍ଟ ଆପଣମାନଙ୍କୁ ରିଫଣ୍ଡ ହେବ। ବୁଝିପାରିଲେ? ଯଦି ଆପଣମାନଙ୍କର ବି ଏଇଭଳିଆ ହେଇଛି, ପେମେଣ୍ଟ ପେଣ୍ଡିଂ ପଡ଼ିଛି କିମ୍ବା ଆକାଉଣ୍ଟରୁ କଟିଛି, ସକ୍ସେସଫୁଲ୍ ହେଇନି, ତାହେଲେ ମଧ୍ୟ ଆପଣମାନଙ୍କ ଆକାଉଣ୍ଟକୁ ରିଫଣ୍ଡ ପଇସା ଆପଣମାନଙ୍କୁ ମିଳିଯିବ। ଏବେ ଯିବା ଦ୍ୱିତୀୟ ଅପସନ୍ ବା ଦ୍ୱିତୀୟ ଅପସନ୍ରେ କେଉଁମାନେ ଏଲିଜିବୁଲ୍। ଯେଉଁମାନେ CLC ନେଇଥିବେ। ଦେଖନ୍ତୁ, ବହୁତ ପିଲା ଅଛନ୍ତି ଯେଉଁମାନେ ଆଡ଼ମିସନ୍ କରିସାରି CLC ନେଇଯାଉଛନ୍ତି କଲେଜରୁ, ତ ସେଇ କ୍ଷେତ୍ରରେ ଆପଣମାନଙ୍କ ଆଡ଼ମିସନ୍ ଫି ମଧ୍ୟ ଓଡ଼ିଶା ସରକାରଙ୍କ ତରଫରୁ ରିଫଣ୍ଡ ମିଳିଯିବ। ଦେଖନ୍ତୁ, ପିଲା ଏମିତି ଅଛନ୍ତି ସେମାନଙ୍କ ମନପସନ୍ଦର କଲେଜ ଯେହେତୁ ସେମାନଙ୍କୁ ମିଳିପାରିନଥିଲା, ସପୋଜ୍ କିଛି ପିଲା +3 ଆଡ଼ମିସନ୍ କରି ବିଟେକ୍ ପାଇଁ ପଳେଇ ଯାଇଥିଲେ। ତେଣୁ ସେମାନେ କ'ଣ କରିଥିଲେ, +3 ଆଡ଼ମିସନ୍ କରିଦେଇଥିଲେ ଏବଂ ଆଡ଼ମିସନ୍ କରିସାରିଲା ପରେ କଲେଜ ଯାଇକି CLC ନେଇ ଆସିଥିଲେ। ଏବଂ ଯଦି ଆପଣମାନେ ଏମିତି କରିଛନ୍ତି, ଆଡ଼ମିସନ୍ କରିସାରିଲା ପରେ କଲେଜରୁ ଯାଇ CLC ଆଣିଛନ୍ତି, ତାହେଲେ ଆପଣମାନଙ୍କୁ ନିଜର ଆଡ଼ମିସନ୍ ଫି ଯେତେ ବି ଦେଇଥିବେ ସେଇଟା ଆପଣମାନଙ୍କୁ ରିଫଣ୍ଡ ମିଳିଯିବ। ଦେଖନ୍ତୁ, ଯଦି ଆପଣମାନେ ମଧ୍ୟ +3 ଆଡ଼ମିସନ୍ କରିସାରିବା ପରେ ଛାଡ଼ିବାକୁ ଚାହୁଁଛନ୍ତି, ମନେ ରଖିବେ ସବୁବେଳେ କଲେଜରୁ CLC ଆଣିବେ। ଯେପର୍ଯ୍ୟନ୍ତ ଆପଣ CLC ନ ଆଣିଛନ୍ତି ଆପଣମାନଙ୍କୁ କୌଣସି ବି ଆଡ଼ମିସନ୍ ଫି ରିଫଣ୍ଡ ହେବ ନାହିଁ। ଯଦି ଆପଣମାନେ ମଧ୍ୟ ଭାବୁଛନ୍ତି ଯେ ମୁଁ +3 ପଢ଼ିବିନି କିମ୍ବା +3 ଛାଡ଼ିକି ଅନ୍ୟ କୌଣସି କୋର୍ସ କରିବି, ତ ବେଟର୍ ହେବ ଆପଣ ସେ କଲେଜରୁ CLC ନେଇ ଆସିବେ। CLC ନେଇ ଆସିଲେ ଆପଣମାନଙ୍କୁ ଆଡ଼ମିସନ୍ ଫି ରିଫଣ୍ଡ ହେଇଯିବ ଆପଣମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ। ମୁଁ କହିବି ଆପଣଙ୍କୁ କିପରି ନିଜର ରିଫଣ୍ଡ ଆକାଉଣ୍ଟ ଫେରି ପାଇବେ। ଏବେ ଯିବା ତୃତୀୟ ଅପସନ୍କୁ, ପେଡ୍ ବଟ୍ ନଟ୍ ଆଡ଼ମିଟେଡ୍। ତୃତୀୟ ଅପସନ୍ ହେଉଛି ପେଡ୍ ବଟ୍ ନଟ୍ ଆଡ଼ମିଟେଡ୍। ତାର ଅର୍ଥ, କିଛି ପିଲା ଅଛନ୍ତି ଆପଣମାନେ ଜାଣିଛନ୍ତି ଚଳିତ ବର୍ଷ ସ୍ଲାଇଡ୍ ଥିଲା, ଫ୍ଲୋଟ୍ ଥିଲା ଏବଂ ଫ୍ରିଜ୍ ଥିଲା। ପିଲାମାନେ କ'ଣ କରିଥିଲେ, ସ୍ଲାଇଡ୍ କିମ୍ବା ଫ୍ଲୋଟ୍ରେ ରହିବା ପାଇଁ ସେମାନେ ଅନଲାଇନ୍ ପେମେଣ୍ଟ କରିଥିଲେ ଏବଂ ଫ୍ରିଜ୍ରେ ରହିବା ପାଇଁ ମଧ୍ୟ ସେମାନେ ଅନଲାଇନ୍ ପେମେଣ୍ଟ କରିଥିଲେ କିନ୍ତୁ କୌଣସି କାରଣବଶତଃ ସେମାନେ ଆଡ଼ମିସନ୍ ନେଇପାରିଲେ ନାହିଁ।
एमती बहुत पिला अच्छे मैंने दुर्भाग्यवशतः से ऑनलाइन पेमेंट करदे कि कौन शारीरिक असुस्थता हो कि कौन भी फैमिली इश्यू हो से आडमिशन नहीं पारे ना। तो यही इश्यू जब आपण मानू 3 नंबर पॉइंट आप एलिजिबल अच्छा आपण पैसा सरकार तरफ आपण आडमिशन फी आपण रिफंड मिल बुझीपारे। और एवं लास्ट ऑप्शन 4 नंबर ऑप्शन 4 नंबर हूँ डिफरेंशियल अमाउंट। मुझे बारंबार कही डिफरेंशियल अमाउंट कौन देखो सपोज आपण मैंने फास्ट सिलेक्शन रे आपण मान मनपसंद कॉलेज आसी नाला जेहेतु आप ऊपर ऑप्शन जाए चाहूँगे आप स्लाइड करके 10,000 टंका पेमेंट करते बुझीपारे। सपोज आप स्लाइड करते फास्ट सिलेक्शन रे 10,000 टंका पेमेंट करते सेकेंड सिलेक्शन जो कॉलेज आसला से कॉलेज आपण मानकर आडमिशन फी हूँ आपण मानकर 8,000 टंका। आपण कौन कले जो मनपसंद कॉलेज आसला आप फ्रीज कर आडमिशन नहीं गले पूर्वर आपण मैंने 10,000 टंका आडमिशन फी बर्तमान आपंकर 8,000 टंका 10,000 टंकार आप ट्रांसफर होगा 8,000 टंका तार अर्थ आपड़ 2,000 टंका अधिक देते बुझीपारे। आप फास्ट सिलेक्शन देते 10,000 टंका सेकेंड सिलेक्शन आपंकर जो नुआ कॉलेज आडमिशन है तार पेमेंट है 8,000 टंका आपण 8,000 टंका ऑटोमेटिक 10,000 ट्रांसफर होगा बड़का रहा आपण मैंने 2,000 टंका ये जो 2,000 टंका बड़का रहा से पैसा आपण मानू साम्स तरफ रिफंड हो बुझीपारे। मुझे आपण मानू 4टा पॉइंट रे बुझेली जे कौ माने एलिजिबल रिफंड पाइबा आशा कर आपण मैंने बुझीपारे। एबे बुझीबा आपण मान रिफंड पैसा केबे आसीबो एबे बुझीबा आपण मानक जो आडमिशन फी रिफंड अच्छी एटा केबे आपण मानक अकाउंट को आसो देखंतु वर्तमान फेज 1 चली फेज 1 सरी सारा पर साम्स तरफ आपण मानक नोटिस आसीबो मु आपण मानक वीडियो शेष में प्रूफ देखी और आपण मान देखिले जानि पारिबे जो फेज 1 सरी सारा पर साम्स तरफ गोटे नोटिस आसे जो नोटिस कौ पिला केते टंका रिफंड पाइबे से कथा क्लीयरली मेंशन थिबो आपण मान देखि जानि पारिबे जे आपण मान अकाउंट को केबे पैसा आसीबो। आपण मान व्यस्त होबा दरकार नहीं आपण अकाउंट को निश्चिंत भाव में पैसा आसीबो। देखंतु आपण मान पचि करिवे मो पैसा कौ अकाउंट को जो केमती मो पाक आसो देखो आपण मैंने जिते कॉमन एप्लिकेशन फॉर्म बा काप आवेदन करते से आवेदन बेले आपण मानकर बैंक अकाउंट मागी कि साम्स मागी से निजर बैंक अकाउंट देते देखो आवेदन समय आपण मैंने जो बैंक अकाउंट देते से ही बैंक अकाउंट को आपण मानकर रिफंड पेमेंट आसीबो बुझीपारे। आपण मैंने अप्लाई बेले जो पेमेंट देते जो बैंक डिटेल्स देते से बैंक डिटेल्स को आपणकर रिफंड पेमेंट आसीबो। देखंतु एमती पिला जो मैंने सपोज आडमिशन फी से यूपीआई माध्यम पे करते भावन जो थ्रू रे आप पेमेंट करेंगे से आप पैसा रिफंड हेब ना पिला माने अच्छा विभिन्न साइबर कैफे डेबिट कार्ड हो क्रेडिट कार्ड हो यूपीआई हो नेट बैंकिंग हो एमती पेमेंट करते निज आडमिशन फी मन रखिए खाता को पेमेंट फेर ना आपड़ जो बैंक डिटेल्स को आवेदन समय देते से अकाउंट को आपण मानकर रिफंड हो अपेक्षा करेंगे वर्तमान पर्यंत कौन भी ऑफिशियल नोटिफिकेशन आसी ना तो नोटिफिकेशन आसिले जना पड़ो कौ पिला केते पेमेंट मिल मु वीडियो शेष में आपण मानक गोटे प्रूफ देदेवी 2023 एवं 24 पेमेंट लिस्ट आपण मानक आज प्रूफ देदेवी आपण मैंने चाहिए टेलीग्राम चैनल जॉइन नहीं से पीडीएफ देखिपारे। चलतु देखा पूर्व वर्षर आडमिशन फी रिफंड लाइव प्रूफ देखिपे नोटिस आसाला गवर्नमेंट ऑफ ओडिशा हायर एजुकेशन डिपार्टमेंट तरफ 2023 मसीह नोटिस रिफंड ऑफ यूजी एडमिशन फी टू द स्टूडेंट्स ऑफ डिफरेंट कैटेगरी सिलेक्टेड इन फेज 1 एडमिशन प्रोसेस फॉर द एकेडमिक सेशन 2023 एंड 24 जो मैंने 2023 और 24 शिक्षा वर्ष रिफंड पाई योग्य थे से रिफंड मिली ओडिशा सरकार तरफ नोटिस आसीला। चलित वर्ष फेज 1 सरी सारा पर यही नोटिस सरकार तरफ आपण मिल मु टेलीग्राम चैनल आपदेवी मुझे देखे दूसरी किपरि आपण नोटिस रखिपे जो 4टा कैटेगरी आपण जनई 4टा कैटेगरी आपण केते टंका पेमेंट होती टोटाली आपण 2023-24 8 कोटी
83 ଲକ୍ଷ ଟଙ୍କା ଫେରସ୍ତ ହୋଇଛି ପାଖାପାଖି। ବିଭିନ୍ନ କାଟାଗୋରୀରେ କେତେ ଲକ୍ଷ ପେମେଣ୍ଟ ହେଇଛି ଦେଖିପାରୁଥିବେ, କେତେ କୋଟି କେତେ ଲକ୍ଷ ପେମେଣ୍ଟ ହେଇଛି ଆପଣ ଦେଖିପାରୁଥିବେ। ଏବଂ ତା ସହିତ ଆପଣମାନଙ୍କୁ ମୋଷ୍ଟ ଇମ୍ପୋର୍ଟାଣ୍ଟ ଆପଣମାନଙ୍କୁ ଲିଷ୍ଟ ମିଳିଯିବ। ମୁଁ ଆପଣ ଛୋଟ କରି ସ୍କ୍ରିନ୍ଟା ବି ଦେଖାଇ ଦେଉଛି, ଦେଖିପାରୁଥିବେ ଆପଣମାନଙ୍କୁ ଲିଷ୍ଟ ମଧ୍ୟ ଆପଣମାନଙ୍କୁ ଦେଖିବାକୁ ମିଳିଯିବ। ମୁଁ ଜୁମ୍ ବି ଯଦି ନ ଦେଖାଯାଉଛି ଆପଣମାନଙ୍କୁ ଜୁମ୍ ବି କରିଦେଉଛି, ଦେଖିପାରୁଥିବେ। ବାରକୋଡ୍ ନମ୍ବର ଆପଣମାନଙ୍କର, ଆପ୍ଲିକାଣ୍ଟ ନେମ୍, ଫାଦର୍ସ ନେମ୍, ମଦର୍ସ ନେମ୍, ରିଫଣ୍ଡ ଆମାଉଣ୍ଟ, ଆକାଉଣ୍ଟ ନମ୍ବର, ବ୍ୟାଙ୍କ ନେମ୍, ବ୍ରାଞ୍ଚ ନେମ୍ ଏବଂ IFSC କୋଡ୍। ଦେଖନ୍ତୁ ଆପଣମାନଙ୍କ ନେମ୍ ସହିତ ଆପଣଙ୍କ ଆକାଉଣ୍ଟକୁ କେତେ ଟଙ୍କା ରିଫଣ୍ଡ ହେଇଛି ତାହା ମଧ୍ୟ ଆପଣମାନଙ୍କ ଲିଷ୍ଟରେ ଦେଖିବାକୁ ମିଳିଯିବ। ଏଠି କ୍ଲିଅରଲି ମେନସନ୍ ଅଛି ଫେଜ୍ 1। ଦେଖନ୍ତୁ ପ୍ରତି ଫେଜ୍ର ରିଫଣ୍ଡ ଡିଫରେଣ୍ଟ ଆସେ, ତେଣୁ ଆପଣମାନେ ଅପେକ୍ଷା କରନ୍ତୁ। ଫେଜ୍ 1 ସରିସାରିଲା ପରେ ଏଇଭଳିଆ ନୋଟିଫିକେସନ୍ ଆପଣମାନଙ୍କୁ ଦେଖିବାକୁ ମିଳିଯିବ ଏବଂ ଆପଣମାନେ ଦେଖିପାରିବେ ଯେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ କେତେ ଟଙ୍କା ରିଫଣ୍ଡ ଆସିବାର ଅଛି। ଦେଖନ୍ତୁ ଗୋଟେ ଏକ୍ଜାମ୍ପଲ୍ ଦେଖନ୍ତୁ, 3 ଟଙ୍କା ମଧ୍ୟ ଆପଣମାନଙ୍କ ଆକାଉଣ୍ଟକୁ ରିଫଣ୍ଡ ଆସିଛି। ବ୍ୟସ୍ତ ହେବା ଦରକାର ନାହିଁ, ଆପଣ ଟଙ୍କାଟା ମଧ୍ୟ ଯଦି ଆପଣ ଏକ୍ସଟ୍ରା ଦେଇଥିବେ ଆପଣଙ୍କ ଟଙ୍କାଟେ ମଧ୍ୟ ଆପଣଙ୍କ ଖାତାକୁ ରିଫଣ୍ଡ ଆସିବ। ବୁଝିପାରିଲେ? ଆଶା କରେ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ମୁଁ ମଧ୍ୟ ପ୍ରୁଫ୍ ହିସାବରେ ଆପଣମାନଙ୍କୁ 2023 ଏବଂ 24ର ଶିକ୍ଷାବର୍ଷର ଯାହା ବି ରିଫଣ୍ଡ ଅପଡେଟ୍ ଥିଲା ଆପଣମାନଙ୍କୁ ଲାଇଭ୍ ପ୍ରୁଫ୍ ମାଧ୍ୟମରେ ଆପଣଙ୍କୁ ଜଣାଇଲି। ତେଣୁ ଆପଣମାନେ ଅପେକ୍ଷା କରନ୍ତୁ, ଆପଣମାନଙ୍କ ପଇସା ଯାହା ହେଲେ ବି ଆପଣମାନଙ୍କ ଆକାଉଣ୍ଟକୁ ରିଫଣ୍ଡ ଆସିବ। ଧନ୍ୟବାଦ।